ସତ୍ୟ ବାବୁ ଆପଣ କୋଉ ବାରେ ଅଛନ୍ତି? ଶୀଘ୍ର ଆସ। ସତ୍ୟ ବାବୁ ଏ ଭାଗରଟା ବହୁତ କରିଦିଅନ୍ତୁ ସତ୍ୟ ବାବୁ, କିନ୍ତୁ ମୋ ପୁଅ ଆଜିକୁ 10 ଦିନ ହେଲା କୁଆଡେ ଯାଇଛି କେଜାଣେ ତା ଦେଖା ନାହିଁ। ଫୋନଟା ଦେଖାଉଛି ସୁଇଚ ଅଫ୍। ସତ୍ୟ ବାବୁ ଆପଣ ଏ କଣ କହୁଛନ୍ତି? ଏ ବାହାଘର ଯଦି ଭାଙ୍ଗୁଯିବ ତାହେଲେ ମୋ ଝିଅଟା ମଙ୍ଗୁଳା ହେଇଯିବ। ନାଇଁ ସତ୍ୟ ବାବୁ ତୁ ସେମିତି କହନି, ତତେ ମୁଁ ହାତ ଯୋଡ଼ି ବିନତି କରୁଛି। ନାଇଁ ଅଶୋକ ବାବୁ, କହନି। ମୁଁ ତମକୁ ଗଡ଼ ଧରି। ନାଇଁ ସତ୍ୟ ବାବୁ ତୁ ସେମିତି କହନି, କାହିଁକି ନା ମୋ ଝିଅଟା ମଙ୍ଗୁଳା ହେଇଯିବ। ତା ଛଡା ଏ ଗାଁ ଲୋକେ କେତେ ବନ୍ଧୁବାନ୍ଧବ ଅଛନ୍ତି, ମୁଁ କଣ ମୁଣ୍ଡ ଟେକି ଚାଲିପାରିବି? ନାଇଁ ସତ୍ୟ ବାବୁ ନାହିଁ, ଏମିତି କହନ୍ତୁ ବାବୁ। ମୋ ପୁଅ କୁଆଡେ ଯାଇଛି କେଜାଣେ ତା ଦେଖା ନାହିଁ। ଫୋନ କରିଲେ ଫୋନଟା ସୁଇଚ ଅଫ୍ ଦେଖାଉଛି। ଏ କଣ କହୁଛନ୍ତି ସତ୍ୟ ବାବୁ? ହଁ ଅଶୋକ ବାବୁ ଆପଣଙ୍କୁ ମିଛ କଥା କହୁନି ଅଶୋକ ବାବୁ। ତମେ ପରା ହାତରେ ହାତ ମିଶାଇ କଥା ଦେଇଥିଲ, ଏବେ ପୁଣି ହେଲା କଣ? ଏବେ ପୁଣି ମନା କରୁଛ କାହିଁକି? ଆରେ କଣ ହେଇଛି କହ, କୁହ ସତ୍ୟ। ଆରେ ଅଶୋକ ବାବୁ ମୁଁ ଆପଣଙ୍କୁ କଥା ଦେଇ କଥା ରଖିପାରିନି। ମୁଁ ଆପଣଙ୍କୁ କଥା ଦେଇ କଥା ରଖିପାରିନି ଅଶୋକ ବାବୁ। ସେଥିପାଇଁ କହୁଛି ମୁଁ ଏ ବାହାଘରଟା କିଛି ଦିନ ପାଇଁ ବନ୍ଦ କରିଦିଅନ୍ତୁ ଅଶୋକ ବାବୁ। ଅଶୋକ ବାବୁ ଆପଣ ଏତେ ରାଗୁଛନ୍ତି କାହିଁକି? ରଗାନି କହୁଛି ଏ ବାହାଘର ଆପଣ ପରା କଥା ହାତରେ ହାତ ମିଶାଇ କଥା ଦେଇଥିଲ, ଏବେ ପୁଣି ମନା କରୁଛ କାହିଁକି? ଆରେ କଣ ହେଇଛି? ହଁ ଅଶୋକ ବାବୁ ମୋ ପୁଅଟା କୁଆଡେ ଯାଇଛି କେଜାଣେ ତା ଦେଖା ନାହିଁ। ବାହାନା କରିବା ବନ୍ଦ କର। ଅଶୋକ ବାବୁ ଆପଣଙ୍କୁ ମୁଁ ଗୋଡ଼ ଧରୁଛି ଅଶୋକ ବାବୁ, ଏ ବାହାଘର ହେଲେ ବନ୍ଦ କରିଦିଅ। ଧୋକା ଦେଇ ଘରରୁ ବାହାର କରିଦେବି। ବନ୍ଧୁ ବାନ୍ଧବ କେତେ କୁଟୁମ୍ବ ଅଛନ୍ତି, ଏମାନଙ୍କୁ ମୁଁ କି ଉତ୍ତର ଦେବି? ଗାଁ ଲୋକ ମତେ କଣ କହିବେ? ମୁଁ କଣ ମୁଣ୍ଡ ଟେକି ବାଟ ଚାଲିପାରିବି? କୁହ ସତ୍ୟ। ଏ ଗାଁ ଲୋକକୁ କହିବି ଅଶୋକ ବାବୁ ମୋ ଜୁଇ ପିଲାଟା କୁଆଡେ ଭାଷଣ ଆପଣ ସେମିତି କୁହନ୍ତୁ ନା ଅଶୋକ ବାବୁ। ନାଇଁ ଅଶୋକ ବାବୁ ନାଇଁ, ଆପଣଙ୍କୁ ଗୋଡ଼ ଧରି କ୍ଷମା ମାଗୁଛି। ମୁଁ ଆପଣଙ୍କୁ କହୁଛି ନହେଲେ ଧକ୍କା ମାରିକି ଘରରୁ ବାହାର କରିଦେବି। ଅଶୋକ ବାବୁ ନାହିଁ, ଆପଣ ସେମିତି କରନ୍ତୁ ନାହିଁ। ତୋ ମୁହଁ ଚାହିଁବାକୁ ମତେ ଘୃଣା ଲାଗୁଛି ସତ୍ୟ। ନାଇଁ ଅଶୋକ ଆପଣ ତୁ ପରା ମୋ ଘରେ ପ୍ରସ୍ତାବ ନେଇ ଆସିଥିଲୁ। ହଁ ଅଶୋକ ବାବୁ ମୁଁ ଯାଇଥିଲି ଆପଣଙ୍କ ଘରକୁ, ନା ତୁ ମୋ ଘରକୁ ଆସିଥିଲୁ? ନାଇଁ ଅଶୋକ ବାବୁ ମୁଁ ଆସିଥିଲି ଆପଣଙ୍କ ଘରକୁ। କଥା ଦେଇ କଥା ରଖିପାରିଲିନି ଅଶୋକ ମୁଁ ବାବୁ। ତ ମୁହଁ ଚାହିଁବାକୁ ନାଇଁ ଅଶୋକ ଚାହୁଁନି। ବାବୁ ବାହାଘରଟା ବନ୍ଦ କରିଦିଅନ୍ତୁ ଅଶୋକ ବାବୁ। ମୁଁ ଆପଣଙ୍କୁ କୋଟି କୋଟି ନମସ୍କାର କରୁଛି। ସେମିତି କରନ୍ତୁ ନାହିଁ ଅଶୋକ ବାବୁ। ମୁଁ ବାଧ୍ୟ ହେବି ଧୋକା ଦେଇ ଏ ଘରରୁ ବାହାର କରିଦେବି। ନାଇଁ ଅଶୋକ ବାବୁ ଇଏ ଭଗବାନ, ଏବେ ମୁଁ କଣ କରିବି? ଏ କାଳିଆ ଠାକୁରେ ତମେ ମତେ କାହିଁକି ପରୀକ୍ଷା ଦେଉଛ ପ୍ରଭୁ? ଏବେ ମୁଁ କଣ କରିବି? ମୋ ଝିଅ ଥରବୀର ମଥାରେ ଇହା ଲେଖିଥିଲ ପ୍ରଭୁ, ବାରେ କାଳିଆ ଠାକୁର ବାହ, ଏ କି ତୁମର ବିଚିତ୍ର ଲୀଳା। ଏବେ ମୁଁ କଣ କରିବି? ସାର୍ ଏବେ ପୁଣି କଣ ହବ ସାର୍? ସରମେ କଣ ମଙ୍ଗଳା କନ୍ୟା ରହିଯିବେ ସାର୍? ଉପାୟ ଅଛି,
ଗୋଟିଏ ଉପାୟ ଅଛି। ରୁଦ୍ର, ଆଜ୍ଞା ସାର୍। ମୋର ଗୋଟିଏ କଥା ରଖିବୁ। କଣ କଥା ରଖିବି ସାର୍? କୁହନ୍ତୁ ମତେ। ରୁଦ୍ରମୋହନ, ଆଜ୍ଞା ସାର୍। ମୋ ଝିଅ ସରମୀକୁ ଆପଣଙ୍କର ପୁଅ ମାଧବ ସହିତ ବିବାହ ହେବା ପାଇଁ ରାଜି କର ରୁଦ୍ର। ତା ନହେଲେ ମୁଁ ମୁଣ୍ଡ ଟେକି ଚାଲି ପାରିବିନି ରୁଦ୍ର। ନା ସାର୍ ନା, ମୁଁ ତ ଆପଣଙ୍କର ସାମାନ୍ୟ ଚାକରଟିଏ। ମୁଁ ଚାକର ହୋଇ ଆପଣଙ୍କ ଝିଅକୁ ମୋ